ଏବେ ରେସନ କାର୍ଡ ନେଇକି ଆସିଲା ଦୁଇଟି ବଡ଼ ଆପଡେଟ୍। ପ୍ରଥମ ଆପଡେଟ୍ଟି ହେଉଛି ପୁଣି ମିଳିବ ଚାଉଳ ସହିତ ଗହମ, ଆଉ ଦ୍ୱିତୀୟ ଆପଡେଟ୍ଟି ହେଉଛି ବହୁତ ସାରା ଲୋକଙ୍କର ରେସନ କାର୍ଡରୁ ନାଁ ହଟିବ। କ'ଣ କ'ଣ ଥିଲେ ରେସନ କାର୍ଡରୁ ନାଁ ହଟିବ, ଚାଲନ୍ତୁ ପୁରା ଜାଣିବା ଆପଡେଟ୍। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଜାଣିବା କ'ଣ ଦୁଇଟି ଆପଡେଟ୍ ରହିଛି। ପ୍ରଥମେ ପୁଣି ଆଉଥରେ ସରକାର ଘୋଷଣା କରୁଛନ୍ତି ଚାଉଳ ସହିତ ଗହମ ମିଳିବାକୁ ଯାଉଛନ୍ତି। ଏହା ଆମର ଯୋଗାଣ ସହାୟକ କୃଷ୍ଣଚନ୍ଦ୍ର ପାତ୍ର ପୁଣି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଆଉ ଗୋଟେ ଆପଡେଟ୍ ରହିଛି, ଯାହା ହେଉଛି ବହୁତ ସାରା ଲୋକଙ୍କର ରେସନ କାର୍ଡରୁ ହଟିବ ନାମ। କାହାର କ'ଣ ଥିଲେ ହଟିବ ନାମ, ଚାଲନ୍ତୁ ଜାଣିବା। ସାଧାରଣତଃ ଆପଣମାନେ ଜାଣିଥିବେ ଏହି ଚାଉଳ ହେଉଛି ଗରିବ ଶ୍ରେଣୀ ଲୋକମାନଙ୍କ ପାଇଁ ଏକ ଖାଦ୍ୟ, ଯେଉଁଥିରେ ବହୁତ ସାରା ଧନୀ ଲୋକ ବି ଯୋଡ଼ି ହୋଇଯାଇଛନ୍ତି। ପ୍ରଥମରୁ ଆମେ ଜାଣିବା, ଯାହା ପାଖରେ 4 ଚକିଆ ଯାନ ଥିବ ତାହାର ରେସନ କାର୍ଡରୁ ହଟିବ ନାମ। ଆଉ ଦୁଇରେ ହେଉଛି ଆପଣଙ୍କର ଯଦି 2 ଲକ୍ଷରୁ ବାର୍ଷିକ ଆୟ 2 ଲକ୍ଷରୁ ଅଧିକା ହେଇଥିବ ତାହେଲେ ବି ନାମ କଟିବ। ତୃତୀୟରେ ହେଉଛି ଯଦି ଏକ ପ୍ଲଟ୍ ବା ପ୍ଲାଟ୍ ଥାଇ 100 ବର୍ଗ ମିଟରର ଜାଗା ଅଧିକା ଥିବ ତାହେଲେ ବି ଆପଣଙ୍କ ନାମ କଟିଯିବ। ସେଥିପାଇଁ ଯାହାର ଏବେ ବି ଚାଉଳ କାର୍ଡ଼ ଯେଉଁମାନେ ଏବେ ବି ପାଇନାହାନ୍ତି ସେମାନେ ଜାଣି ରଖନ୍ତୁ କେମିତି ଆପ୍ଲାଏ କରିବେ। ଏହିପରି ଏକ ସାଇଟ୍କୁ ଆପଣ ପଳେଇ ଆସିବେ, ଫୁଡ୍ ଓଡ଼ିଶା ମାରିକି। ତାପରେ ଏଠି ଦେଖିପାରୁଥିବେ SF+S ଲେଖା ହେଇଛି। NFSକୁ ଯିବେନି, SF+Sକୁ ଯିବେ। ସେଠି ଯାଇ ଆପ୍ଲାଏ ନ୍ୟୁ ରେସନ କାର୍ଡ଼ ଉପରେ କ୍ଲିକ୍ କରିବେ। ତାପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଆସିବ। ତାପରେ ଏଠି ଆପଣ ଜିଲ୍ଲା ଚୁଜ୍ କରିନେଇଯିବେ, ବ୍ଲକ, ଜିପି ଯାହା ଅଛି ଆପଣ ଚୁଜ୍ କରିନେଇଯିବେ। ଏଠି ନାମ ଦେଇଦେବେ। ପୂର୍ବରୁ ଯେମିତି ଧ୍ୟାନ ରଖିବେ ଆପଣଙ୍କ ନାଁ ରେସନ କାର୍ଡ଼ରୁ ନଥିବ, ସେଇ ଲୋକଙ୍କର ହେବ। ଯଦି ରେସନ କାର୍ଡ଼ ଯାହାର ପୂର୍ବରୁ ନାମ ଥିବ ତାହେଲେ ହେବ ନାହିଁ, ତାକୁ କାଟିବାକୁ ପଡ଼ିବ, ତାପରେ ହେବ। ଯାହା ଅଛି ଆପଣ ଏଠି ଫିଲ୍ଅପ୍ କରିନେଇଯିବେ। ତାପରେ ସେଭ୍ କରିନେଇଯିବେ। ସେଭ୍ କଲା ପରେ ଆପଣ ପ୍ରିଣ୍ଟ କାଢ଼ି ନେଇଯିବେ। ପ୍ରିଣ୍ଟ କଲା ପରେ ଆପଣ ନେଇକି MAକୁ ଦେଲେ ଆପଣଙ୍କର ରେସନ କାର୍ଡ଼ ହେଇଯିବ। ଜୟ ଜଗନ୍ନାଥ।